ସମସ୍ତଙ୍କୁ ଶୁଭ ସକାଳ। ଚାଲନ୍ତୁ ନଜର ପକାଇ ନେବା ଆଜିର ମୁଖ୍ୟ ଖବରଗୁଡ଼ିକ ଉପରେ। ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର। ମହିଳା ଓ ଶିଶୁ ବିକାଶ ପକ୍ଷରୁ ସୁଭଦ୍ରା ଗାଇଡଲାଇନ୍ ଜାରି ହୋଇଛି। 21ରୁ ଅଧିକ 60 ବର୍ଷରୁ କମ୍ ବୟସ୍କ ମହିଳା ସୁଭଦ୍ରା ଯୋଜନା ପାଇଁ ଆବେଦନ କରିପାରିବେ। ତେବେ କିପରି ଆବେଦନ କରିପାରିବେ ଆସନ୍ତୁ ଜାଣିବା। ସୁଭଦ୍ରା ପାଇବାକୁ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିବାକୁ ପଡ଼ିବ। ଅନଲାଇନ୍ ଫର୍ମ ପୂରଣ ବା ଅନଲାଇନରେ ସୁଭଦ୍ରା ପୋର୍ଟାଲ ଆବେଦନ କରିପାରିବେ। ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ, ମୋ ସେବା କେନ୍ଦ୍ରରେ ମାଗଣାରେ ମିଳିବ ଫର୍ମ। ଆବେଦନକାରୀ ଫର୍ମ ପୂରଣ କରି ମୋ ସେବା କେନ୍ଦ୍ରରେ ଦାଖଲ କରିପାରିବେ। ମିଳିବ ସୁଭଦ୍ରା ଏଟିଏମ୍ କାର୍ଡ଼। ସୁଭଦ୍ରା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଏଟିଏମ୍ କାର୍ଡ଼। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ 5 ବର୍ଷରେ ମିଳିବ 50,000 ଟଙ୍କା। 5,000 ଲେଖାଏଁ ବର୍ଷକୁ 2 ଥର ମୋଟ 10,000 ଟଙ୍କା ମିଳିବ। ବର୍ଷକୁ 10,000 କରି 5 ବର୍ଷ ଯାଏଁ ମିଳିବ ମୋଟ 50,000। ବର୍ଷକୁ 2 ଥର ପ୍ରଥମ କିସ୍ତି ରାକ୍ଷୀ ଓ ଦ୍ୱିତୀୟ କିସ୍ତି ମାର୍ଚ୍ଚ 8ରେ ମିଳିବ। ଅଧିକ ଡିଜିଟାଲ କାରବାର କଲେ ପଞ୍ଚାୟତରୁ 100 ଜଣକୁ ଅତିରିକ୍ତ 500 ଟଙ୍କା ମିଳିବ। ବିଷଧର ସାପ କାମୁଡ଼ାରେ ବୃଦ୍ଧ ମୃତ, ଗାଁରେ ଖେଳି ଯାଇଛି ଶୋକର ଛାୟା। ତେବେ ଗତକାଲି ବିଳମ୍ବ ରାତିରେ ଯମେଶ୍ୱର ମୁଦୁଲି ଘରୁ ବାହାରକୁ ବାହାରିଥିବା ବେଳେ ହଠାତ୍ ଦୁଆର ମୁହଁରେ ଥିବା ପାଳଗଦା ଉପରୁ ଏକ ବିଷଧର ସାପ ତାଙ୍କ ମୁଣ୍ଡକୁ ଚୋଟ ମାରିଥିଲା। ଯମେଶ୍ୱର ପ୍ରଥମେ ତାଙ୍କ ସ୍ତ୍ରୀକୁ ଡାକି ସବୁ କଥା କହିବା ପରେ ସ୍ତ୍ରୀ ମନୋରମା ମୁଦୁଲି ପଡ଼ିଶା ଘର ଲୋକଙ୍କୁ ଡାକିଥିଲେ। ପରେ ଆମ୍ବୁଲାନ୍ସ ଡକାଇ ଗୋପ ମେଡିକାଲ ନେଇଥିଲେ। ସେଠାରେ ତାଙ୍କର ଚିକିତ୍ସାଧୀନ ସମୟରେ ମୃତ୍ୟୁ ଘଟିଥିଲା। ଚିକେନ ଖାଉଥିଲେ ସାବଧାନ, 3 ଦିନରେ ମରାଗଲାଣି 20,000 କୁକୁଡ଼ା। ବଡ଼ ବଡ଼ ଗାତରେ କେମିତି ପୋତା ଚାଲିଛି ହଜାର ହଜାର କୁକୁଡ଼ା। ଗାଁରୁ ଗାଁକୁ ଯେପରି ବାର୍ଡ ଫ୍ଲୁ ନ ବ୍ୟାପେ ସେଥିପାଇଁ ପ୍ରଶାସନର ଏଭଳି ତତ୍ପରତା। 3 ଦିନରେ 20,000 କୁକୁଡ଼ାଙ୍କୁ ମାରି ପୋତି ଦେଇଛି ରାପିଡ୍ ରେସ୍ପନ୍ସ ଟିମ୍। ପିପିଲି ସାଜିଛି ବାର୍ଡ ଫ୍ଲୁର ହଟସ୍ପଟ୍। ତେଣୁ ପିପିଲି ସହ ଡେଲାଙ୍ଗ, ସତ୍ୟବାଦୀରେ ବଡ଼ ବଡ଼ କୁକୁଡ଼ା ଫାର୍ମରୁ କୁକୁଡ଼ା ଖାଲି କରାଯାଉଛି। ପରବର୍ତ୍ତୀ ଖବର, ଫୋନ୍ ପେ ୟୁଜରମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର। ଫୋନ୍ ପେ ଆପ୍ରେ ବର୍ତ୍ତମାନ ଲୋନ୍ ବିଭାଗ ଅଧୀନରେ ଲୋନ୍ ସୁବିଧା ପାଇପାରିବେ। ତେବେ ଆପଣ ଚାହିଁଲେ ବାଇକ୍ ଲୋନ୍, କାର୍ ଲୋନ୍, ଫଣ୍ଡ ଲୋନ୍ ଏବଂ ଗୋଲ୍ଡ ଲୋନ୍, ଏଜୁକେସନ୍ ଲୋନ୍ ପରି ଅନେକ ଲୋନ୍ ନେଇପାରିବେ। ତେବେ ଫୋନ୍ ପେର 535 ମିଲିୟନ ପ୍ଲସ୍ ପଞ୍ଜୀକୃତ ୟୁଜରଙ୍କୁ ଏହି ସୁରକ୍ଷିତ ଉପାୟରେ ଲୋନ୍ ପ୍ରଦାନ କରିବା ସହ ଶକ୍ତିଶାଳୀ ଏବଂ ନିରବଚ୍ଛିନ୍ନ ୟୁଜର ଅନୁଭୂତ ହେବାକୁ ଲକ୍ଷ୍ୟ ରଖିଛି। ପରବର୍ତ୍ତୀ ଖବର, ବଙ୍ଗୋପସାଗରରେ ଲଘୁଚାପ। ବର୍ଷା ପାଇଁ ରାଜ୍ୟର 16 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ସୋମବାର ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଦେବଗଡ଼, ବୌଦ୍ଧ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି ଓ କୋରାପୁଟ ସାମିଲ ରହିଛି। ଏହି ସବୁ ଜିଲ୍ଲାରେ 7ରୁ 11 ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ଖବର, ପାକିସ୍ତାନରେ ଘନ ଘନ ଆତଙ୍କବାଦୀ ଆକ୍ରମଣ, ପୁଣି 9 ମୃତ, ରେଳ ଟ୍ରାକ୍ ଓ ପୁଲିସ ଷ୍ଟେସନ ଉଡ଼ାଇଲେ। ରଇଟର୍ସରେ ପ୍ରକାଶିତ ଖବର ଅନୁଯାୟୀ ବଲୁଚିସ୍ତାନ ବିଏଲ୍ଏ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଉକ୍ତ ସଂଗଠନ ଆଗକୁ ମଧ୍ୟ ଏହିପରି ହାମଲା ଜାରି ରଖିବ ବୋଲି ଧମକ ଦେଇଛି। ସେମାନଙ୍କ ଟାର୍ଗେଟରେ ପାକିସ୍ତାନର ଗୋଟିଏ ପ୍ରମୁଖ ପାରାମିଲିଟାରୀ ବେସ୍ ରହିଛି। ବିଏଲ୍ଏ କହିଛି ଯେ ସଂଗଠନର ଯୋଦ୍ଧାମାନେ ସାଦା ପୋଷାକରେ ଯାତାୟାତ କରୁଥିବା ସେନା କର୍ମଚାରୀଙ୍କୁ ଚିହ୍ନଟ କରି ଗୁଳି କରୁଛନ୍ତି। ଆକ୍ରମଣ ପୂର୍ବରୁ ସାଧାରଣ ଲୋକଙ୍କୁ ଯାତାୟାତ ରାଜପଥରୁ ଦୂରେଇ ରହିବାକୁ ବିଏଲ୍ଏ ୱାର୍ଣ୍ଣିଂ ଦେଇଛି। ଖବର, କମିଲା ସୁନା ଦର। ଆଜି ଭାରତୀୟ ବଜାରରେ 22 କ୍ୟାରେଟ୍ ସୁନା ଦର 10 ଗ୍ରାମ ପ୍ରତି 66,940 ଟଙ୍କା ରହିଥିବା ବେଳେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73,030 ଟଙ୍କା ରହିଛି। ପରବର୍ତ୍ତୀ ଖବର, ହୀରାକୁଦରେ କମୁଛି ଜଳସ୍ତର। 20ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ। ଖବର ଅନୁଯାୟୀ ହୀରାକୁଦ ଜଳଭଣ୍ଡାରକୁ ବର୍ତ୍ତମାନ ପ୍ରତି ସେକେଣ୍ଡ ପିଛା 3,10,326 କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡ ପିଛା 3,54,511 କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ପରବର୍ତ୍ତୀ ଖବର, ଏୟାରପୋର୍ଟ ନିକଟରୁ 50 କେଜି ସୁନା, 2 କ୍ୱିଣ୍ଟାଲ ରୂପା ଜବତ। ଭୁବନେଶ୍ୱର ଏୟାରପୋର୍ଟ ନିକଟରୁ 50 କେଜି ସୁନା ଓ 2 କ୍ୱିଣ୍ଟାଲ ରୂପା ଜବତ ହୋଇଛି। 2ଟି କଣ୍ଟେନର ଭିତରୁ ସୁନା ଏବଂ ରୂପା ସିଟି ଜିଏସ୍ଟି ବିଭାଗ ଜବତ କରିଛି। ଜବତ କରାଯାଇଥିବା ସୁନାର ଆନୁମାନିକ ମୂଲ୍ୟ ପ୍ରାୟ 30 କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ପରବର୍ତ୍ତୀ ଖବରଟି ରହିଛି, ଲଦାଖରେ ଗଠନ ହେଲା 5 ନୂଆ ଜିଲ୍ଲା, ଘୋଷଣା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଶାହା ଟ୍ୱିଟ୍ କରି କହିଛନ୍ତି ଯେ ଲଦାଖରେ 5ଟି ନୂତନ ଜିଲ୍ଲା ଗଠନ କରିବାକୁ ଗୃହ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି।
ଲଦାଖକୁ ବିକଶିତ ତଥା ସମୃଦ୍ଧ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଷ୍ଟିକୋଣରେ ଏହି ନିଷ୍ପତ୍ତି ନିଆଯାଇଛି। ନୂତନ ଜିଲ୍ଲାଗୁଡ଼ିକରେ ଜାସ୍କର, ଦ୍ରାସ, ସ୍ୟାମ୍, ନୁବ୍ରା ଏବଂ ଚାଙ୍ଗଥାଙ୍ଗ୍ ରହିଛି।